ଦେଖୁ ଦେଖୁ 4 ବର୍ଷ କମ୍ପ୍ଲିଟ୍ ହେଇଗଲା। ୟା ଭିତରେ ବହୁତ ମନାନ୍ତର, ମତାନ୍ତର ସବୁକିଛି ପରେ ବି ସମ୍ପର୍କ ଭାଙ୍ଗିବା ବଦଳରେ ଅଧିକ ସଦୃଢ଼ ହେଇଯାଉଛି। ତ ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଥିଲା ଆମର ଆନିଭର୍ସରୀ। ତ ଆଜି ଆମ ଆନିଭର୍ସରୀକୁ 4 ବର୍ଷ କମ୍ପ୍ଲିଟ୍ ହେଇଗଲା। ଯେହେତୁ ଆମେ ଘରେ ନାହୁଁ, ସେଥିପାଇଁ ଆମେ ଫାଷ୍ଟ ଯାଇଥିଲୁ ଟିକେ ମନ୍ଦିର। ତ ମୋ ହଜବେଣ୍ଡ ଏଇ ଶାଢ଼ୀଟା ମୋ ପାଇଁ ଆଣିଥିଲେ। ତ କେମିତି ଲାଗୁଛି କମେଣ୍ଟରେ ଜଣେଇବେ। ଯେହେତୁ ଆମ ଘର ପାଖରେ ମନ୍ଦିର ଆପଣମାନେ ଜାଣିଥିବେ, ତ ସେଥିପାଇଁ ଫାଷ୍ଟ ମନ୍ଦିର ଆସିକି ଟିକେ ଦର୍ଶନ କରିଥିଲୁ। ଆଉ ଏମିତି ଭାଗ୍ୟ ଆଜି ସେ ମନ୍ଦିରରେ ପ୍ରସାଦ ଏମିତି ଦେଉଥିଲେ। ମାଆଙ୍କର ଏଠି ପ୍ରସାଦ ତ ମୁଁ କେବେ ପାଇନଥିଲି, ପ୍ରଥମ ଥର ପାଇଁ ଏଠି ମାନେ ଆଜି ଯାଇଥିଲୁ, ସେ ପ୍ରସାଦ ବି ଦେଇଥିଲେ, ଆମେ ପ୍ରସାଦ ବି ପାଇଥିଲୁ। ଆଉ ସେଟା ଏମିତି କ୍ଷୀରି ଟାଇପ୍ର ବନା ହେଇଥିଲା। ତ ଆମେ ମାନେ ଠାକୁର ଦର୍ଶନ କରିସାରିଲା ପରେ ପ୍ରସାଦ ପାଇଥିଲୁ। ପ୍ରସାଦ ପାଇସାରିଲା ପରେ ଆମେ ଆସିଥିଲୁ କିଛି ଏମିତି ଜଳଖିଆ କିଣିକି ନେଇକି ଖାଇଦେବୁ, କାହିଁକିନା ବାହାରକୁ ତ ଆଉ ଯାଇପାରୁନୁ, ଯେହେତୁ ଝିଅ ବଦମାସ କରିବ। ତ ଆଣିକି ତାକୁ ଖାଇସାରିଲା ପରେ ମୋ ହଜବେଣ୍ଡ ଯାଇକି ତାଙ୍କ ପାଇଁ କ'ଣ ଆଣିଥିଲେ, ଆଉ ମୋ ପାଇଁ ମୁଁ ଏମିତି ନର୍ମାଲ୍ ଭାବିଥିଲି କିଛି ଅର୍ଡ଼ର କରିକି ଖାଇଦେବୁ, କାହିଁକିନା ହୋଟେଲ ଗଲେ ବହୁତ ପ୍ରୋବ୍ଲେମ୍ ଫେସ୍ କରିବାକୁ ପଡ଼ିବ, କାହିଁକିନା ଛୋଟ ଛୁଆ ସେଠି ଖାଇବା ଯିବା ଆସିବା। ତ ସେଥିପାଇଁ ତାଙ୍କର ଚିକେନ୍ ଆଣିଥିଲେ, ମୁଁ ଏମିତି ଭେଜ୍ ବନେଇକି ଖାଇ ଦେଇଥିଲି। ଭାବିଲୁ ରାତିରେ କିଛି ମାନେ ପ୍ରିପାରେସନ୍ କରିବୁ, ତ କ'ଣ କରିଲୁ ଦେଖିବେ ନେକ୍ସଟ ଭିଡ଼ିଓରେ। ରହିଲି, ନମସ୍କାର।